ମୋ ପିଲା ଚଢିଥିଲା ଗାଡିରେ ଯାଇଥିଲା ରାଣୀ ବଡ ଲୋକ ଯାଇଥିଲୁ ସବୁ ବୁଝିଦେଲେ ମୁଁ କିସ କରିବି ଆଣି ବୁଝି ଦେଇଛନ୍ତି ଏ ମୋ ପୁଅକୁ ମୁଁ ବିବାହ କରୁଥିଲି ମୋ ପିଲା ନିଜେ ଗାଡି ଧରି ଯାଇଥିଲା ରାଣୀ ବଡାର ରକତ ଖିଆ ବନେ ମୋ ପିଲାକୁ ତ ହାଣିଦେଲେ ମୁଁ କିସ କରିବି ବୋଲି ମୁଁ ସେମାନଙ୍କ ନାଁ ଜାଣିଛି କି ଆମର ବାହାଘର ପ୍ରସେସନ ଚାଲିଥିଲା କିଛି ବ୍ୟକ୍ତି ଯାଇକି ବିଶୃଙ୍ଖଳା କରିଥିଲେ ଗାଁ ଲୋକ ବୁଝାବୁଝି କରିକି ସେମାନଙ୍କୁ ଗାଁରୁ ବାହାର କରାଯାଇଥିଲା ଯେହେତୁ ତମେ ବାହାର ଗାଁ ପିଲା ଆସିକି ତମେ ପାଟିତୁଣ୍ଡ କରିବା ଠିକ ନାହିଁ ସେ ଆଉଥରେ ପୁନର୍ବାର ଆସିକି ଖଣ୍ଡା ପ୍ରାୟ 7-8ଟା ବାଇକରେ ଖଣ୍ଡା ଗାଁରେ ବୁଲେଇକିରି ଯାଇକିରି ପିଲାଟାକୁ ପୁରା ସ୍ପଟ କିଏ ମୁଁ ଚିହ୍ନିନି ଆଉ ସେମାନେ କିଏ ଆସୁଛନ୍ତି କ'ଣ ଆସୁଛନ୍ତି ସେ ବିଷୟରେ ମୁଁ ଜାଣିନି ଯେତେବେଳେ ପ୍ରଶାସନ ବୁଲୁଥିବା ସମୟରେ ଗାଁ ଲାଷ୍ଟରେ ତାକୁ ହାଣି ଦେଇଛନ୍ତି ଆଉ ତାର ପେଟଟାକୁ ହାଣି ଦେଇଛନ୍ତି ଆଉ ବର୍ତ୍ତମାନ କଣ୍ଡିସନ ଏବେ ସିରିୟସ୍ ଅଛି ସେ ବଞ୍ଚିବ କି ନାହିଁ କିଛି ଗ୍ୟାରେଣ୍ଟି ନାହିଁ ପୂର୍ବରୁ ଶତ୍ରୁତା କିଛି ନାହିଁ କିନ୍ତୁ ବର୍ତ୍ତମାନ ଏବେ ପ୍ରଶାସନକୁ ପ୍ରତିବାଦ କରି ସନ୍ତୋଷ ଜେନାଙ୍କର ବଡ଼ ପୁଅ ବାହାଘର ହଉଥିଲେ ତାଙ୍କର ବର୍ତ୍ତମାନ ଏବେ ସନ୍ତୋଷ ଜେନାଙ୍କର ସାନ ପୁଅକୁ ହାଣି ଦେଇଛନ୍ତି।